ଯଦି ଶ୍ରାବଣରେ ସୋମବାର ଉପବାସ କରୁଛନ୍ତି ତେବେ ଭୁଲରେ ବି ଏହି ସବୁ ଜିନିଷ ଖାଆନ୍ତୁ ନାହିଁ, ନଚେତ୍ ଶ୍ରାବଣ ମାସକୁ ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ସବୁଠାରୁ ପବିତ୍ର ଅବସର ଭାବରେ ବିବେଚନା କରାଯାଏ। हेलो गाइस, वीडियो आगो को बढ़ाया पूर्व आपण मैंने जब ये चैनल को नुआ आसीथे तो चैनल को गोटे लाइक सब्सक्राइब करी बेल आइकन को दबाई दिंतु जमीक आगो को नुआ नुआ वीडियो अपडेट हेले आपण पाखे प्रथम पहुँची पार। ଏହି ମାସରେ ଭୋଲାନାଥ ଏବଂ ମାତା ପାର୍ବତୀଙ୍କ ପୂଜା କରାଯାଏ। ବିଶେଷ କରି ଶ୍ରାବଣ ସୋମବାରର ବ୍ରତକୁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହି ଦିନ ଭକ୍ତି ଏବଂ ନିୟମ ସହିତ ଉପବାସ ରଖିବା ଦ୍ୱାରା ଜୀବନର ସମସ୍ତ ବାଧା ଦୂର ହୁଏ ଏବଂ ସୁଖ ଏବଂ ଶାନ୍ତି ପ୍ରାପ୍ତ ହୁଏ ବୋଲି ବିଶ୍ୱାସ କରାଯାଏ। ତଥାପି ଏହି ବ୍ରତ ପାଳନ କରିବା ସମୟରେ କିଛି ନିୟମ ପାଳନ କରିବା ଆବଶ୍ୟକ ବୋଲି ବିବେଚନା କରାଯାଏ। ଯଦି ଏହି ନିୟମ ପାଳନ କରାଯାଏ ନାହିଁ ତେବେ ବ୍ରତର ସମ୍ପୂର୍ଣ୍ଣ ଲାଭ ମିଳେ ନାହିଁ। ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ସୋମବାର ବ୍ରତ ସମୟରେ କେଉଁ ଜିନିଷ ନିଷେଧ ବୋଲି ବିବେଚନା କରାଯାଏ ଏବଂ କେଉଁ ଜିନିଷ ଖାଇବା ଉଚିତ। ଶ୍ରାବଣ ସୋମବାର ବ୍ରତ ସମୟରେ କିଛି ଲୋକ ଅଜାଣତରେ ଗହମ, ଅଟା କିମ୍ବା ଚାଉଳରୁ ତିଆରି ଖାଦ୍ୟ ଗ୍ରହଣ କରନ୍ତି, କିନ୍ତୁ ଆପଣଙ୍କୁ ଏହା କରିବା ଉଚିତ ନୁହେଁ। କାରଣ ଏହି ଉପବାସରେ ଯଦି ଆପଣ ଥରେ ଖାଦ୍ୟ ଖାଆନ୍ତି ତେବେ ତାହା କେବଳ ସନ୍ଧ୍ୟାରେ କରାଯିବା ଉଚିତ ଏବଂ ଏଥିରେ ଗହମ କିମ୍ବା ଚାଉଳ ଭଳି ଶସ୍ୟ ବ୍ୟବହାର କରାଯିବା ଉଚିତ ନୁହେଁ। ଆପଣ ପାଣି, ସିନ୍ଦୁର, ଅଟା କିମ୍ବା ବାକବିଟ୍ ମଇଦାରୁ ତିଆରି ଖାଦ୍ୟ ବାଛିପାରିବେ। ଏହା ବ୍ୟତୀତ ଆପଣଙ୍କ ଶାଗ ମଧ୍ୟ ସେବନ କରିପାରିବେ। ଶ୍ରାବଣ ସୋମବାର ବ୍ରତ ସମୟରେ ଭଜା ଖାଦ୍ୟ ଖାଇବାରୁ ନିବୃତ୍ତି ରହିବା ଉଚିତ। ଏହା ବ୍ୟତୀତ ବଜାରରେ ଉପଲବ୍ଧ ପ୍ୟାକେଜ ହୋଇଥିବା ଖାଦ୍ୟ କିମ୍ବା ଖାଇବା ପାଇଁ ପ୍ରସ୍ତୁତି ଖାଦ୍ୟ ଯେପରିକି ଭଜା, ମଖନା, ମସଲାଯୁକ୍ତ କାଜୁ କିମ୍ବା ଅନ୍ୟାନ୍ୟ ପ୍ୟାକେଜ ହୋଇଥିବା ନମକିନ୍ ମଧ୍ୟ ଉପବାସ ସମୟରେ ନିଷେଧ ବୋଲି ବିବେଚନା କରାଯାଏ। ଏଗୁଡ଼ିକ ଖାଇବା ଦ୍ୱାରା ଉପବାସ ଭାଙ୍ଗିପାରେ। ଧୂମପାନ କିମ୍ବା ତମ୍ବାଖୁ ବ୍ୟବହାର ପ୍ରାୟତଃ ଦେଖାଯାଏ ଯେ କିଛି ଲୋକ ଉପବାସ ସମୟରେ ମଧ୍ୟ ସିଗାରେଟ୍ କିମ୍ବା ବିଡ଼ି ଟାଣିଥାନ୍ତି କିମ୍ବା ତମ୍ବାଖୁ ଏବଂ ଗୁଟଖା ଭଳି ପଦାର୍ଥ ସେବନ କରନ୍ତି। ଏହା କରିବା କେବଳ ଉପବାସର ପବିତ୍ରତାକୁ ଉଲ୍ଲଂଘନ କରେ ନାହିଁ, ବରଂ ଧାର୍ମିକ ଦୃଷ୍ଟିକୋଣରୁ ଏହାକୁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ବୋଲି ବିବେଚନା କରାଯାଏ। ଉପବାସ ସମୟରେ ଶରୀରର ଏବଂ ମନର ପବିତ୍ରତା ଆବଶ୍ୟକ, ତେଣୁ ଉପବାସ ସମୟରେ ସକ୍ଷମ ପାଳନ କରିବା ସହିତ ଏସବୁ ଜିନିଷର ସମ୍ପୂର୍ଣ୍ଣ ଦୂରରେ ରହିବା ଉଚିତ। ବାହାରରୁ କିଣାଯାଇଥିବା ମିଠା କିମ୍ବା ଖାଦ୍ୟ ସୋମବାର ଉପବାସ ସମୟରେ ବଜାରରୁ ଅଣାଯାଉଥିବା ମିଠା କିମ୍ବା ବ୍ୟବହାରର କ୍ଷୀର ଉତ୍ପାଦ ଖାଦ୍ୟ ଖାଇବା ଦୂରରେ ରହିବା ଉଚିତ। ଦୋକାନରେ ପ୍ରସ୍ତୁତ ଉତ୍ପାଦଗୁଡ଼ିକର ଶୁଦ୍ଧତା ଏବଂ ସ୍ୱାସ୍ଥ୍ୟତା ବିଷୟରେ କୌଣସି ସ୍ପଷ୍ଟତା ନାହିଁ। ଏପରି ପରିସ୍ଥିତିରେ ସେଗୁଡ଼ିକୁ ଖାଇବା ଦ୍ୱାରା କେବଳ ଉପବାସର ପବିତ୍ରତା ଭାଙ୍ଗିପାରେ ନାହିଁ, ବରଂ ଉପବାସ ଭାଙ୍ଗିବା ଦ୍ୱାରା ସମ୍ଭାବନା ମଧ୍ୟ ବଢ଼ିପାରେ। ସାଦା ଲୁଣ। ଭଗବାନ ଶିବଙ୍କ ଉପବାସ ସମୟରେ ଲୁଣ ଖାଇବାକୁ ସମ୍ପୂର୍ଣ୍ଣ ନିଷେଧ, କାରଣ ଉପବାସରେ ପବିତ୍ରତା